ବର୍ଷକର ଝିଅ ବେକରେ ଛୁରୀ ଲଗାଇ ଘରୁ ଲୁଟ୍ କରି ନେଇଗଲେ 2 ଜଣ ଦୁର୍ବୃତ୍ତ। ଝିଅର ଜୀବନ ବଞ୍ଚାଇବାକୁ ଯାଇ ସବୁ ଗହଣା ଦୁର୍ବୃତ୍ତଙ୍କୁ ଦେଇଦେଲେ ମା। ଆସିଲେ ସେମାନେ ଛୁରୀ ଦେଖେଇଲେ, ଛୁଆକୁ ମତେ ଛୁରୀ ଦେଖେଇକିନା ସେ ସୁନା ଗହଣା ଯାକ ନେଇକି ପଳେଇଲେ। କାନର ଆଉ ଝିଅର ସେ ଲକେଟ, ଖଡୁ ସେସବୁ ନେଇକି ପଳେଇଲେ। 2 ଜଣ। କେତେ ବହି ସେସବୁ ଥିଲା ତ ମୋ ଶାଶୁ ରଖିଛନ୍ତି, ମୁଁ ଦେଇଦେଇଥିଲି ଶାଶୁଙ୍କୁ, ସେସବୁ ଶାଶୁ ରଖିଥିଲେ। ଟଙ୍କା ପତ୍ର କଣ ନେଇଛନ୍ତି ସେସବୁ ଜାଣିନି ଥିଲା, ମୋ ଶାଶୁ ଟଙ୍କା ପତ୍ର ବି ଥିଲା ସେଥିରେ। ନା ଝିଅକୁ ଧରିଥିଲେ ଖାଲି ଛୁରୀ ଦେଖିକିନା ତ ସେସବୁ ନେଇକି ପଳେଇଲେ ଆଉ। ତେବେ ବିଳମ୍ବିତ ରାତି ନୁହେଁ, ସନ୍ଧ୍ୟା ପ୍ରାୟ 5ଟା ସମୟରେ 2 ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ରାୟଗଡ଼ା ସହର ରାମକୃଷ୍ଣ ନଗରର 4 ନମ୍ବର ୱାର୍ଡ କାଉନ୍ସିଲର ସୁକାନ୍ତ ପରିଡ଼ାଙ୍କ ଘରେ ପଶିଥିଲେ। ଆଉ ତାଙ୍କ ବର୍ଷକର ଝିଅକୁ ମାରିଦେବାର ଧମକ ଦେଇ ଛୁରୀ ଦେଖାଇବାରୁ ସୁକାନ୍ତଙ୍କ ପତ୍ନୀ ଭୟରେ ଘରେ ଥିବା ସବୁ ଗହଣା ଦୁର୍ବୃତ୍ତଙ୍କୁ ଦେବା ପାଇଁ ବାଧ୍ୟ ହୋଇଥିଲେ। ଝିଅର ପ୍ରାଣ ରକ୍ଷା ପାଇଁ 2 ହଳ କାନଫୁଲ, ମଙ୍ଗଳସୂତ୍ର, 2 ହଳ ରୂପା ପାଉଁଜି ଓ ଛୋଟ ଝିଅର 4ଟି ଖଡୁ ଦୁର୍ବୃତ୍ତଙ୍କୁ ଦେବା ପରେ ସେମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ପରେ ସୁକାନ୍ତଙ୍କୁ ଫୋନ୍ ଯୋଗେ ତାଙ୍କ ପତ୍ନୀ ଏହି ଘଟଣା ବାବଦରେ ଜଣାଇବାରୁ ସୁକାନ୍ତ ଘରେ ପହଞ୍ଚି ପୁଲିସକୁ ଖବର ଦେଇଥିଲେ। ତେଣୁ ପୁଲିସ ଅନୁସନ୍ଧାନୀ କୁକୁର ସହିତ ଘଟଣାସ୍ଥଳକୁ ଆସି ତଦନ୍ତ ଆରମ୍ଭ କରିଛନ୍ତି। ରାୟଗଡ଼ାରୁ ପ୍ରଫୁଲ୍ଲ କୁମାର ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।